12 ବର୍ଷର ଝିଅକୁ ବିକିଦେଲା ତା ମା ସେ ବି 16,000 ଟଙ୍କା ଆଉ 10ଟି ଶାଢ଼ୀ ବଦଳରେ। ବିହାରର ଏହି 12 ବର୍ଷର ନାବାଳିକାକୁ ଉତ୍ତରପ୍ରଦେଶ ଚାନ୍ଦୋଲି ଜିଲ୍ଲାର ଜଣେ 40 ବର୍ଷର ବ୍ୟକ୍ତି କିଣିଥିବାର ଅଭିଯୋଗ ହୋଇଛି। ପରେ ମନ୍ଦିରରେ ନକଲି ବାହାଘର କରି ସେ ଛୁଆଟିକୁ ସ୍ତ୍ରୀ ବୋଲି ରଖି ଲଗାତାର ଦୁଷ୍କର୍ମ କରିଥିବାର ଅଭିଯୋଗ ବି ସାମ୍ନାକୁ ଆସିଥିଲା। କିନ୍ତୁ ଝିଅଟି ଉପରେ ଅତ୍ୟାଚାର ସେତିକିରେ ସରିନଥିଲା। ପରବର୍ତ୍ତୀ ସମୟରେ ସେ ବ୍ୟକ୍ତି ଜଣକ ଝିଅଟିକୁ ବାରାଣାସୀ ରେଳ ଷ୍ଟେସନ ନିକଟରେ ସମ୍ପୂର୍ଣ୍ଣ ଏକୁଟିଆ ଛାଡ଼ି ପଳାଇଥିଲା। ସେଠାରେ ପୁଣି ଜଣେ ଅଟୋ ଡ୍ରାଇଭର ସାହାଯ୍ୟ କରିବା ବାହାନାରେ ଝିଅ ସହିତ ଦୁଷ୍କର୍ମ କରିଥିବାର ଅଭିଯୋଗ ବି ସାମ୍ନାକୁ ଆସିଛି। ଚିନ୍ତା କରନ୍ତୁ, 12 ବର୍ଷର ଗୋଟିଏ ନାବାଳିକା, ନା ସୁରକ୍ଷା, ନା ପରିବାର, ନା ମାନସିକତା। ସବୁଠୁ ବଡ଼ ପ୍ରଶ୍ନ, 16,000 ଟଙ୍କା ଆଉ 10ଟି ଶାଢ଼ୀ ପାଇଁ ମାଟିଏ କେମିତି ନିଜ ଝିଅକୁ ବିକିପାରେ? ଏହା କେବଳ ଗୋଟିଏ ଅପରାଧ ନୁହେଁ, ଏହା ହ୍ୟୁମାନିଟିର ଡାର୍କ ଟ୍ରୁଥକୁ ସାମ୍ନାକୁ ଆଣିଛି। ପୋଲିସ ଏବେ ମା, ମୁଖ୍ୟ ଅଭିଯୁକ୍ତ ଓ ଅଟୋ ଡ୍ରାଇଭରକୁ ଗିରଫ କରିଛି। କିନ୍ତୁ ପ୍ରଶ୍ନ ହେଲା, ଆମ ସୋସାଇଟି କେତେ ସେଫ୍ ଯେବେ ଏମିତି ମାନସିକତାର ଲୋକମାନେ ଆମ ଭିତରେ ଖୋଲାରେ ବୁଲୁଛନ୍ତି?